58তম ইঞ্জিনিয়ার্স ডে এবং 164তମ ବିଶ୍ୱେଶ୍ୱରାୟ ଜୟନ୍ତୀ ଉପଲକ୍ଷେ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କ ମେସେଜ। ବିଶ୍ୱେଶ୍ୱରାୟଙ୍କ ନାମରେ ଏକ ବିରାଟ ସେତୁବନ୍ଧ କିମ୍ବା ହୀରାକୁଦ ଡ୍ୟାମ୍ ଭଳି ଏକ ଡ୍ୟାମ୍ ତିଆରି କରି ତାଙ୍କ ନାମରେ ନାମିତ କିମ୍ବା ବିରାଟ ପ୍ରତିମୂର୍ତ୍ତି ଏକ ଦିଲ୍ଲୀ ପାର୍ଲାମେଣ୍ଟ ପାଖାପାଖିରେ ନିର୍ମାଣ କଲେ ସ୍ମୃତି ମନେ ରହିବ। ସାର୍ ବିଶ୍ୱେଶ୍ୱରାୟ ମୁଖଗୁଣ୍ଡମ ବିଶ୍ୱେଶ୍ୱରାୟ ସିଭିଲ ଇଞ୍ଜିନିୟରଙ୍କର ଜନ୍ମଦିନ 1861 ମସିହା ସେପ୍ଟେମ୍ବର 15 ତାରିଖରେ କର୍ଣ୍ଣାଟକର ତେଲୁଗୁ ବ୍ରାହ୍ମଣ ପରିବାରର ଚିକାପୁରରେ ସେ ଜନ୍ମଗ୍ରହଣ କରିଥିଲେ। ପରେ ତାପରେ ତାଙ୍କ ବହୁ ମେଧାବୀ ଛାତ୍ର। ତାପରେ ସେ ପ୍ରଥମ ଏସିଆର ବେଷ୍ଟ କଲେଜ ଗୋଟିଏ ଇଞ୍ଜିନିୟରିଂ କଲେଜ ପୁନେ କଲେଜରୁ ସିଭିଲ ଇଞ୍ଜିନିୟରିଂ ପାସ୍ କରି ବମ୍ବେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ନଥିଲା, ବ୍ରିଟିଶ ବମ୍ବେ ଷ୍ଟେଟ୍ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟରେ ଜଏନ୍ କଲେ। ତାପରେ ସେ ସେଠାରୁ ମହୀଶୂର ରାଜାଙ୍କର ଅନୁରୋଧ କ୍ରମେ 19ତମ ଦେୱାନ ହିସାବରେ, ସବୁବେଳେ ଏ ଭାରତବର୍ଷର ସବୁଠାରୁ ରିଚେଷ୍ଟ ଷ୍ଟେଟ୍ ଥିଲା ମହୀଶୂର ରାଜାଙ୍କ ଦେୱାନ ହିସାବରେ ଜଏନ୍ କଲେ। ତାଙ୍କର ବେଷ୍ଟ ଜିନିଷ ହେଉଛି ଭାକ୍ରା ନଙ୍ଗଲ। ତେଣୁ ସେ ପ୍ରୋଜେକ୍ଟ ସେ କରିକିରି ସେ ଉପାଧି ପାଇଥିଲେ, ସାର୍ ଉପାଧି, ଓ ତାଙ୍କୁ 1955 ମସିହାରେ ଭାରତରତ୍ନ ଭଳିଆ ସର୍ବୋଚ୍ଚ ଉପାଧିରେ ଭୂଷଣ କରାଯାଇଥିଲା। ତାପରେ ଗଙ୍ଗା ବ୍ରିଜ୍, ଆମ ଓଡ଼ିଶାର ହୀରାକୁଦ ଡ୍ୟାମ୍, ଅଯୋଧ୍ୟାନାଥ ଖୋସଲାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ହୀରାକୁଦ ଡ୍ୟାମ୍ ଡିଜାଇନ୍ ସେ କରିଛନ୍ତି। ସେ କହିକି 101 ବର୍ଷରେ 1962 ମସିହାରେ ଦେହ ରକ୍ଷା କଲେ। ସେ ତ ପ୍ରାଣ ତ୍ୟାଗ କଲେ ନାହିଁ। 101 ବର୍ଷ ମାନେ ଦେବତା। ଆଉ ଏଇସବୁ କାର୍ଯ୍ୟ 100 ବର୍ଷରେ ସେ କ୍ଷମତାପୂର୍ଣ୍ଣ ଥିଲେ ଓ ଇଞ୍ଜିନିୟରିଂ ଉପଦେଶ ବି ଦେଇପାରୁଥିଲେ। ମୁଁ ସିଭିଲ୍ ଇଞ୍ଜିନିୟରିଂ ଡିପ୍ଲୋମା ଇଞ୍ଜିନିୟର ହିସାବରେ 1982ରୁ ଆରମ୍ଭ କରି ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ହିସାବରେ 2020 ମସିହାରେ ରିଟାୟାର୍ଡ଼ କରିଛି। ଏ ରିଟାୟାର୍ଡ଼ ଆସୋସିଏସନ୍ର ମୁଁ ଗୋଟେ ସଭ୍ୟ। ଆଜିର ଉତ୍ସବ ପାଳନ ସକାଶେ ମୁଁ ଏଠାକୁ ଯୋଗ ଦେବା ସକାଶେ ଆସିଛି। ଆମେ 100 ଜଣଙ୍କ ପାଇଁ ଏଠି କହିଛୁ, ଯେଉଁମାନେ ଆସିପାରିବେ। ମୁଁ 60ରେ ଜନ୍ମ ହେଲି, ସେ 62ରେ କରୁଛୁ। ତାଙ୍କର ମୁଖ୍ୟ ତାଙ୍କ ସ୍ମୃତିଟା କେମିତି ରହିପାରିବ, ସେହି ପ୍ରକାର ଦେଶରେ ଯଦି ସିଏ ମହୀଶୂର ଦେଶୀୟ ରାଜ୍ୟ ହେଇକିରି ବି ରାଜା ସର୍ବୋଚ୍ଚ କ୍ଷମତା ମୁଣ୍ଡ ହାଣିଦେବେ, କିନ୍ତୁ ଆଙ୍କ ନିର୍ଦ୍ଦେଶରେ ସେ କାମ କରୁଥିଲେ। ଏବେ ଆମର କୌଣସି ଇଞ୍ଜିନିୟର ବା ଚିଫ୍ ଇଞ୍ଜିନିୟର ବା ତା ଉପର ଇଞ୍ଜିନିୟରିଂ ଚିଫ୍ର ରାଜାକୁ, ଯିଏ ରାଜା ଶାସନ, ତାକୁ କହିକିରି କାମଟାଏ କରିବା ଭଳିଆ କ୍ଷମତା ଓ ସେଇ ତାଙ୍କ ବିଶ୍ୱେଶ୍ୱରାୟଙ୍କ ନାଁରେ ଗୋଟେ ବଡ଼ ମାର୍ଗ ଯଦି କରାଯିବ, କିମ୍ବା ବଡ଼ ସେତୁ କରାଯିବ, କିମ୍ବା ଗୋଟେ ନୂତନ ନଦୀ ହେଇଥିବା ପୁରାତନକୁ କରିଦେଲେ ସିଏ ହେବ ନାହିଁ। ତାଙ୍କରି ଇଏକୁ ମନେ ରଖି ଦ୍ୱିତୀୟ ନଦୀବନ୍ଧ କରାଯିବ। ସେ ଯେଉଁ ପ୍ରଥମ ହୀରାକୁଦ କରିଥିଲେ, ତାପରେ ତାକୁ ବି ଦେଖିବା ଭଳିଆ ଆମେ ଯଦି ଗୋଟେ ବନ୍ଧ କରିପାରିବା, ତାହେଲେ ସେଇ ବିଶ୍ୱେଶ୍ୱରାୟ ବନ୍ଧ କହିଲେ ତାହେଲେ ଆମେ ତାଙ୍କୁ ମନେ ରଖିପାରିବା ସବୁଦିନ ପାଇଁ, ଚିରଦିନ ପାଇଁ। ଯିଏ ଭାରତରତ୍ନ ସାର୍ ଉପାଧି, ବ୍ରିଟିଶର ସର୍ବୋଚ୍ଚ ଉପାଧି ସାର୍, ବା ଭାରତ ସ୍ୱାଧୀନ ଭାରତର ସର୍ବୋଚ୍ଚ ଉପାଧି ଭାରତରତ୍ନ ପାଇସାରିଛନ୍ତି, ତାଙ୍କୁ ଆମେ ଏଇ ଗେଣ୍ଡୁ ଫୁଲର ହାରରେ ଦୀପଟା ଜାଳିଲେ ସେ କ'ଣ ଜାଣିବେ? ମୋର 10,000 କାର୍ଯ୍ୟପଦ୍ଧତିରୁ ଗୋଟିଏ କାର୍ଯ୍ୟପଦ୍ଧତି ଯଦି ପାଳନ ହେଇପାରିଲା, ରାଜ୍ୟରେ ହେଉ ଦେଶରେ ହେଉ, ଏଇ ରାଜ୍ୟକୁ ବି ଆସିଥିଲେ ନା, ଆମେ ତାଙ୍କ ସ୍ଥିତି ଯଦି ଭାବୁଛେ, ତାହେଲେ ସବୁ ଇଞ୍ଜିନିୟର ଚିନ୍ତା କରିବେ ଯେ ଗୋଟେ ନଦୀବନ୍ଧର ପରିକଳ୍ପନା ହେବ, ସରକାର ତାକୁ ଅନୁମୋଦନ କରିବେ, ଓ ଯେଉଁଟାକି ତାଙ୍କରି ଭଳିଆ ହେବ ଯେ 54ଟା କବାଟ ନ ଖୋଲିଲା ପର୍ଯ୍ୟନ୍ତ ବି ପାଣି ରଖିବା ପର୍ଯ୍ୟନ୍ତ କ୍ଷମତା ହେଇକିରି ରହିପାରିବେ। ହଁ, ସେଇ ଦିଲ୍ଲୀ ଦରବାରରେ, ସେଇ ମହୀଶୂର ରାଜ୍ୟରେ ତାଙ୍କର ପ୍ରତିମୂର୍ତ୍ତି ଅଛି। ହଁ, ଦିଲ୍ଲୀ ପାର୍ଲାମେଣ୍ଟରେ। ହଁ,
उच्च सुउच्च प्रतिमूर्ति आमती मुंड भाया रखिले ये जयदेव कि ये गोपबंधु बुझिपारे तापर पूज्य पूजा मैंने मुझे मूर्ति रखिले महामानवकर मुझे ता विरुद्ध कहीं कहली जे आज आम आसिक धोईक अतर फुल दे चल जा काली तादे गृध स्पान काऊ आसिक मलत्याग करते तार आम रक्षणा कर सी असामाजिक आश्रय स्थल हो सी तेणु नुह जदि पूज्य पूजा पूज्य माने बापाटीर बड़ बड़ुआ रखीचे माने जमी प्रतिदिन पानी दिखाऊँगी से जो दिव्य मूर्ति करवा जो आम्बेडकर करें ये प्रतिदिन जड़े पा कि ना ढाड़ी धोईदेवाई व्यवस्था होता सर आउ गोटे आंबेडकर तो इंजीनियर सिविल गोटे नदीबंध करदे काल काल मन रे यहाँ विश्वेश्वराय नदीबंध ठीक ठीक से 15/9/1961 मसीह महीशूर राज्य बर्तमान कर्णाटक कोलार जिला मुधेनाहाली ग्राम दारिद्र्य सीमारेखा तले एक नैष्टिक ब्राह्मण परिवार में जन्मग्रहण करते माता लक्ष्मी माँ जड़े धर्मात्मा महिला से अत्यंत मेधावी छात्र थे दारिद्र्य सीमारेखा तले थाई अल्प बयस पिता को हर 15 वर्ष समय से ताकर बापा को हर तो 15 इयर्स मैंने बहुत कम बयस था अल्प बयस पिता को हर कर सब वर्ष शीर्ष स्थान क्लास डिटेल्स किसी कहनी कौ जगह टाइम लगे जगह थी अनुष्ठान को शिक्षा समाप्त कर कर्म जीवन से आरंभ करते से एक्चुअली कहते बुढ़ा तो जन डिप्लोमा इंजीनियर आप गोटे